ଆମ ପାଇଁ ମା' ଲକ୍ଷ୍ମୀ ଓ କୁବେର ଧନର ଦେବାଦେବୀ ଅଟନ୍ତି। ଆମେ ଯେତେବେଳେ ବି ଅସୁବିଧାରେ ରହିଥାଉ ନିଶ୍ଚିତ ଭାବେ ଆମେ ମା' ଲକ୍ଷ୍ମୀ ଓ କୁବେରଙ୍କ ଆରାଧନା କରିଥାଉ। ଆପଣମାନେ ଜାଣିଥିବେ ସମୁଦ୍ର ହେଉଛି ସାରା ଧନର ଖଜଣା। ଆପଣ ଜାଣିଥିବେ କି କୁବେର ହେଉଛନ୍ତି ମା' ଲକ୍ଷ୍ମୀଙ୍କ ଧନର ମାଲିକ। ତେଣୁ ଆମେ ସବୁବେଳେ ଏହିଭଳି ସଂସ୍କାରକୁ ଅନୁସରଣ କରିବା ଦରକାର, ଯାହାଦ୍ୱାରା ଆମେ ଧନବାନ ହୋଇପାରିବା। କାରଣ ସବୁଠାରୁ ବଡ଼ ଦୁଃଖ ହେଉଛି ଦାରିଦ୍ରତା। ଆମେ ଆମ ଘରେ ଆଲମାରୀ କିମ୍ବା ଆଉ କିଛି ଜାଗାରେ ଧନ ରଖୁଥିବେ, କିନ୍ତୁ ଆପଣ ଜାଣିଥିବେ କି କୁହାଯାଏ କି ଯଦି ଆମେ ଧନ ରଖିବା ଦିଗ ଉତ୍ତର ହେଲେ ଏହା ଭଲ ଅଟେ। ଆପଣ ଜାଣିଥିବେ କି ଏହା ସାଧାରଣ ଭାବେ ସବୁ ଲୋକଙ୍କୁ ଜଣାଥିବ, କିନ୍ତୁ ଦେଖିବା ପାଇଁ ଗଲେ ଅନେକ ଲୋକ ଅନେକ କଥା ଜାଣିନାହାନ୍ତି। ଆପଣ ଜାଣିଥିବେ କି କିଛି ଲୋକମାନେ ନିଜ ଆଲମାରୀକୁ ଉତ୍ତର ଦିଗକୁ ରଖିଥାନ୍ତି। ଆପଣମାନେ ଥରେ ଭାବି ଦେଖନ୍ତୁ କି ଏହା କ'ଣ ସଠିକ୍ ଦିଗ କି? ଆମେ କହିବାର ମାନେ ଆପଣଙ୍କୁ ସ୍ପଷ୍ଟ ଭାବେ କହିଦେବା ପାଇଁ ଚାହୁଁଛୁ କି ଆପଣ କିଭଳି ଭାବେ ନିଜ ଆଲମାରୀ କିମ୍ବା ଆପଣ ନିଜ ଲକରକୁ ରଖିବେ। ଆପଣ ହୁଏତ ଜାଣିନଥିବେ କି ମା' ଲକ୍ଷ୍ମୀ ଓ କୁବେର ଉତ୍ତର ଦିଗ ଅଛି। ଆମେ ଜାଣିଛୁ କି କୁବେର ଓ ମା' ଲକ୍ଷ୍ମୀ ଯଦି ଉତ୍ତର ଦିଗକୁ ମୁହଁ କରିକି ବସିବେ, ତେବେ ଆପଣଙ୍କ ମୁହଁ ନିଶ୍ଚିତ ଭାବେ ଦକ୍ଷିଣ ଦିଗକୁ ରହିବ। ତେଣୁ ଆପଣ ଯଦି ଦେଖିବେ, ତେବେ ଆପଣ ଆଲମାରୀ ଓ ଲକରକୁ ଦକ୍ଷିଣରେ ଥିବା କାନ୍ଥରେ ଯଦି ରଖିବେ, ତେବେ ଆପଣଙ୍କ ଲକର କିମ୍ବା ଆଲମାରୀର ମୁହଁ ନିଶ୍ଚିତ ଭାବେ ଉତ୍ତର ଦିଗକୁ ରହିବ। ଆପଣ ଏହା କରିବା ଦ୍ୱାରା ଆପଣଙ୍କ ଧନର ବୃଦ୍ଧି ନିଶ୍ଚିତ ଭାବେ ହୋଇପାରିବ। ଆପଣ ଦକ୍ଷିଣ ଦିଗରେ ଯମର ଦ୍ୱାର ବୋଲି ଜାଣିନଥିବେ। ଯଦି ଆପଣ ଦକ୍ଷିଣ ଦିଗରେ ଆଲମାରୀକୁ ରଖିବେ, ତେବେ ଆପଣଙ୍କ ଆଲମାରୀ ଯେତେବେଳେ ଖୋଲିବେ ଭଗବାନ କୁବେର ଓ ମାତା ଲକ୍ଷ୍ମୀଙ୍କ ନଜର ଆପଣଙ୍କ ଉପରେ ପଡ଼ିବ। ଆପଣ ଯଦି କେହି ଛୋଟ ବୟସର ପିଲା ହୋଇଥିବେ ଓ ଆପଣ ଏହାକୁ ଜାଣି ନପାରି ଭୁଲ ବଶତଃ ଯଦି ଉତ୍ତର ଦିଗରେ ରଖିବେ ଓ ଏହାର କବାଟ ଖୋଲିବା ମାତ୍ରେ କି ଏହା ଦକ୍ଷିଣ ଦିଗରେ ଥିବା ଭଳି ଦେଖାଯିବ, ତାହେଲେ ଏହା ଆପଣଙ୍କ ପାଇଁ କ୍ଷତିକାରକ ଅଟେ। ଆମେ ଯଦି ଆଲମାରୀକୁ ଦକ୍ଷିଣ ଓ ପଶ୍ଚିମ ଦିଗରେ ରଖିବେ, ଏହାକୁ ନାଇଶାନ୍ୟ କୋଣ କୁହାଯାଏ, ଯାହାଦ୍ୱାରା ଭଗବାନ କୁବେରଙ୍କ ଧ୍ୟାନ ସେହି ଜାଗାକୁ ସବୁଠାରୁ ଉତ୍ତମ କୋଣ ବୋଲି କୁହାଯାଏ।